ଆପଣ ବିଚାର କରନ୍ତୁ ଗାନ୍ଧୀ ହତ୍ୟାକାରୀର ନାମ ରାମକୁ ଆଣିବା ପାଇଁ କି କେତେ ବଡ଼ ଅବିଚାର ଏ ଭାରତ ବର୍ଷରେ କରିଦେଇ ଗଲେ ଗୋଟେ ସରକାର ସାମ୍ନାକୁ ଆଣିଲା। ଆପଣ 2004 ମସିହାରେ ଅତି ଗରିବ ଲୋକଟିଏ 50 ୟୁନିଟ୍ ଯଦି ବ୍ୟବହାର କରୁଥିଲା, ବିଦ୍ୟୁତ୍ ବ୍ୟବହାର କରୁଥିଲା, ତାହେଲେ ତା ଦାମ ତା ମୂଲ୍ୟ 84 ଟଙ୍କା ଦଉଥିଲା। 84 ଟଙ୍କା। ଆଜି ଦିନରେ ସେଇ 50 ୟୁନିଟ୍ ଯଦି କେହି ବ୍ୟବହାର କରୁଛି ଦେଇଥିଲା ପଇସା ଦେଲା, ତାହେଲେ ୟୁନିଟ୍ ପିଛା 3 ଟଙ୍କା ମାନେ 150 ଟଙ୍କା। ଭାବନ୍ତୁ ଠିକ୍ ଡବଲ ହେଇଗଲା। ଏ ଅଳ୍ପ ଦିନ ଭିତରେ 2 ଗୁଣ ହେଇଗଲାଣି ବିଦ୍ୟୁତ୍ ଦର। ଗୋଟେ ସ୍ମାର୍ଟ ମିଟର ଲଗେଇକିରି ସେ ବାବଦରେ ଲୋକଙ୍କୁ ହଇରାଣ କରିବା ପାଇଁ ଗୋଟେ ବ୍ୟବସ୍ଥା କରାଯାଉଛି। ଆମେ ୟାକୁ ସ୍ମାର୍ଟ ମିଟରକୁ ବିରୋଧ କରିଛୁ। ଯଦି ସ୍ମାର୍ଟ ମିଟର ବସେଇବ ତାର ବିଶ୍ୱାସନୀୟତାକୁ ପରୀକ୍ଷା କରାଯାଇକି ତାପରେ ବସାଯାଉ। ଯେତେବେଳେ ତୁମ ଅସ୍ମିତା କଥା ଆମେ କହୁଛେ ସେତେବେଳେ ଓଡ଼ିଆ ବିଲ୍, ଓଡ଼ିଆରେ ଲେଖା ବିଲ୍ ସମସ୍ତଙ୍କ ଘରକୁ ଯାଉ, ତାହେଲେ ସମସ୍ତେ ଜାଣିପାରିବେ କ'ଣ ପ୍ରକୃତରେ ସେଥିରେ ଘଟୁଛି। ଆପଣମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ଭାରତ ବର୍ଷର ସରକାର ସମସ୍ତଙ୍କ ଉପରେ, କଂଗ୍ରେସ ଦଳର ବିଭିନ୍ନ ଲୋକଙ୍କ ଉପରେ ପ୍ରଥମେ ଆକ୍ରମଣ ଆରମ୍ଭ କଲା। ଜବାହରଲାଲ ନେହେରୁଙ୍କ ଉପରେ ଯେ ସେ ସାଂଘାତିକ ଭାବରେ କେତେବେଳେ ଭଗତ ସିଂଙ୍କ ନାଁ ନେଲେ, କେତେବେଳେ ପଟେଲଙ୍କ ନାଁ ନେଲେ, କେତେବେଳେ ସୁଭାଷ ବୋଷଙ୍କ ନାଁ ନେଲେ। ଏ ସମସ୍ତଙ୍କ ପ୍ରତି ଗୋଟେ ଅବିଚାର କରିଥିଲେ। ଯେତେବେଳେ ଦେଖାଗଲା ଐତିହାସିକ ସତ୍ୟ, ସେଥିରୁ ଟିକେ ଓହରି ଗଲେ। ଓହରି ଯାଇକରି ଏବେ ସିଧାସଳଖ ଗାନ୍ଧିଜୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଆମର ଆଜିର ଏଇ ଯୋଉ କାର୍ଯ୍ୟକ୍ରମ ଆପଣମାନଙ୍କ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବାର ବ୍ୟବସ୍ଥାଟି ହେଉଛି, ଏଇଟା ସାରା ଭାରତ ବର୍ଷରେ କଂଗ୍ରେସ ପାର୍ଟି ଏ କାର୍ଯ୍ୟକ୍ରମ ଗ୍ରହଣ କରିଛି। କାରଣ ଆମ ପାଇଁକି ବଡ଼ ଦୁଃଖର କଥା, ଜାତିର ପିତା, ଜାତିର ସର୍ବଶ୍ରେଷ୍ଠ ମଣିଷ ଭାରତବର୍ଷକୁ ଯେ ପୃଥିବୀରେ ନୂଆ ଭାବରେ ଜନ୍ମ ଦେଲା, ପରିଚୟ ଦେଲା, ସେ ମହାତ୍ମା ଗାନ୍ଧୀଙ୍କର ନାମକୁ ବଦଳେଇ ଦେଇ ଗୋଟିଏ ସ୍କିମ୍ ଚାଲିଥିଲା। ଯେଉଁ ସ୍କିମ୍ଟି ହେଉଛି ଅତି ଦରିଦ୍ରତମ ମେହନତି ଖଟିଖିଆ ଲୋକଙ୍କ ପାଇଁ ସେ ସ୍କିମ୍ଟି କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ପାର୍ଟି 2005 ମସିହାରେ ଆରମ୍ଭ କରିଥିଲା। ତା ଭିତରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ା ଯାଇଥିଲା 2009 ମସିହାରେ। ଏଣୁ ମହାତ୍ମା ଗାନ୍ଧୀ ନାରେଗା କାମ, ଏ ପ୍ରତ୍ୟେକ ଗରିବ ବା ଅନସ୍କିଲ୍ଡ, ଯାହା ପାଖରେ କୁଶଳୀ କାରିଗର ନୁହେଁ, ଯେ ତାଙ୍କୁ କୁହାଯାଏ, ସିଏ ବିଲରେ ଖଟୁ, ଖଣିରେ ଖଟୁ ବା ଅନ୍ୟ କୌଣସି କାମରେ ଖଟୁ, ସେମାନଙ୍କୁ ସୁଯୋଗ ଦିଆଯିବ ଖଟିବା ପାଇଁକି ଏକ ନିର୍ଦ୍ଦିଷ୍ଟ ଦିନ। ସେଥିପାଇଁ 100 ଦିନ ରଖାଯାଇଥିଲା ଏବଂ ସେଥିପାଇଁ ମଜୁରୀ ମଧ୍ୟ ଧାର୍ଯ୍ୟ ହୋଇଥିଲା। ଏସବୁ କଥା କଂଗ୍ରେସ ପାର୍ଟି 2005 ମସିହାରେ ଆରମ୍ଭ କରିଥିଲେ। 2009 ମସିହାରେ ନାଁ ମହାତ୍ମା ଗାନ୍ଧୀ ନାରେଗା ଦିଆଯାଇଥିଲା। ବର୍ତ୍ତମାନ ନାଁ ବଦଳେଇ ଦିଆଗଲା। ମହାତ୍ମା ଗାନ୍ଧୀଙ୍କ ନାମକୁ ବଢେଇ ଦିଆଗଲା, କାଢି ଦିଆଗଲା। ଗୋଟାଏ ସମୟରେ ଚେଷ୍ଟା କରିଥିଲେ ଯେ ଏଥିରେ ଟଙ୍କାରୁ ମହାତ୍ମା ଗାନ୍ଧୀଙ୍କର ଚିତ୍ର ଯୋଉ ରହିଥିଲା ତାକୁ ମଧ୍ୟ ହଟେଇ ଦେବା ପାଇଁ, ସେ କିନ୍ତୁ ସାରା ଭାରତ ବର୍ଷରେ ଯେହେତୁ ବିରୋଧ ହେଲା ତାକୁ ରଖିଲେ। ବର୍ତ୍ତମାନ ଆରମ୍ଭ କରିଛନ୍ତି ଏଥିରୁ ନାଁ ହଟେଇକିରି 2 ଜଣ ରାମଙ୍କ ନାମ ନେଇଛନ୍ତି। ସେ ସ୍କିମ୍ଟିରେ ଆପଣ ଲକ୍ଷ୍ୟ କରିବେ, ଆପଣ ଦେଖିବେ ଯେ ସେଥିରେ 2 ଜଣ ରାମଙ୍କ ନାମ ଲେଖାଯାଇଛି। ପ୍ରଥମେ ଗୋଟିଏ ରାମ ଏବଂ ଦ୍ୱିତୀୟରେ ଆଉ ଗୋଟିଏ ରାମ। ଏଇ 2 ଜଣ ରାମକୁ ତାଙ୍କର ଦଳୀୟ ନେତାମାନେ, କର୍ମୀମାନେ ଚାରିଆଡେ ବୁଲି କହୁଛନ୍ତି, ଇଏ ହେଲେ ରାମ, ଆମେ ଯୋଉ ରାମକୁ ଠାକୁର ଭାବରେ ଆଣିଲୁ, ଆଉ ଇଏ ହଉଛନ୍ତି ଯିଏ ଗାନ୍ଧୀକି ହତ୍ୟା କରିଥିଲେ, ନାଥୁରାମ। ଆପଣ ବିଚାର କରନ୍ତୁ ଗାନ୍ଧୀ ହତ୍ୟାକାରୀର ନାମ ରାମକୁ ଆଣିବା ପାଇଁ କି କେତେ ବଡ଼ ଅବିଚାର ଏ ଭାରତ ବର୍ଷରେ କରିଦେଇ ଗଲେ ଗୋଟେ ସରକାର ସାମ୍ନାକୁ ଆଣିଲା। ସେହି ଦୃଷ୍ଟିରୁ କଂଗ୍ରେସ ନିଷ୍ପତ୍ତି ନେଇଛି ସାରା ଭାରତ ବର୍ଷରେ ଆ ବିରୁଦ୍ଧରେ ଘୋରତର ଆନ୍ଦୋଳନ କରିବ। ଏବଂ ଆମର ଭୁବନେଶ୍ୱର କଂଗ୍ରେସ କମିଟି, ଯାହାର ଏଠି ବର୍ତ୍ତମାନର ସଭାପତି ଏବଂ ପୂର୍ବତନ ସଭାପତି 2 ଜଣ ଉପସ୍ଥିତ ଅଛନ୍ତି, ଏମାନେ ସମସ୍ତେ ଦାୟିତ୍ୱ ନେଇଛନ୍ତି। କାରଣ ଦଳକୁ ଆହୁରି ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଏଇ ଯୋଉ ଆଦର୍ଶ ଥିଲା, ଗାନ୍ଧୀଙ୍କ ଆଦର୍ଶକୁ ରକ୍ଷା କରିବା ପାଇଁ, ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ରକ୍ଷା କରିବା ପାଇଁ ଏ ଆନ୍ଦୋଳନ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ସାହିରେ, ପ୍ରତ୍ୟେକ ବସ୍ତିରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚେଇବେ। ଏବଂ ଏ କାର୍ଯ୍ୟ ସେଇଥିପାଇଁ ଆପଣମାନଙ୍କ ପାଖରେ ଏ ଓଡ଼ିଶାରେ ଏ କାର୍ଯ୍ୟକ୍ରମ ପହଞ୍ଚିବ ସମସ୍ତଙ୍କ ପାଖରେ। ଏଣୁ ଏ ହେଲା ଗୋଟିଏ ପ୍ରଥମ କଥା। ଦ୍ୱିତୀୟ କଥାଟି ହେଉଛି, ଆମେ ଗୋଟିଏ ଓଡ଼ିଶାରେ କାର୍ଯ୍ୟକ୍ରମ କଂଗ୍ରେସ ପାର୍ଟି ଆରମ୍ଭ କରିଛି, ଆପଣ ଲକ୍ଷ୍ୟ କରିଛନ୍ତି, ସେ ହେଉଛି ବିଦ୍ୟୁତ୍ ଉପରେ। ଆପଣ ଯଦି ଲକ୍ଷ୍ୟ କରିବେ, ଯେତେବେଳେ ବିଦ୍ୟୁତ୍ ସଂସ୍କାର ହେଲା, ଯେତେବେଳେ ନୂଆ ଆଇନ ହେଲା, ନୂଆ ବ୍ୟବସ୍ଥା ହେଲା, 2003 ମସିହାରେ ଆକ୍ଟ ହେଲା, କେନ୍ଦ୍ରୀୟ ଆକ୍ଟ,
ସେଇ ସମୟରେ ଆପଣ 2004 ମସିହାରେ ଅତି ଗରିବ ଲୋକଟିଏ 50 ୟୁନିଟ୍ ଯଦି ବ୍ୟବହାର କରୁଥିଲା, ବିଦ୍ୟୁତ ବ୍ୟବହାର କରୁଥିଲା, ତାହେଲେ ତା ଦାମ ତା ମୂଲ୍ୟ 84 ଟଙ୍କା ଦଉଥିଲା। 84 ଟଙ୍କା। ଆଜି ଦିନରେ ସେଇ 50 ୟୁନିଟ୍ ଯଦି କେହି ବ୍ୟବହାର କରୁଛି, ନେଇଥିଲା ପଇସା ଦେଲା, ତାହେଲେ ୟୁନିଟ୍ ପିଛା 3 ଟଙ୍କା ମାନେ 150 ଟଙ୍କା। ଭାବନ୍ତୁ ଠିକ ଡବଲ ହେଇଗଲା। ଏ ଅଳ୍ପ ଦିନ ଭିତରେ 2 ଗୁଣ ହେଇଗଲାଣି ବିଦ୍ୟୁତ ଦର। ଏ କେବଳ 50 ୟୁନିଟ୍ ବାଲାଙ୍କ ପାଇଁ। ଯଦି 200 ୟୁନିଟ୍ ବାଲାଙ୍କ କଥା ଦେଖିବା, ତାହେଲେ 3 ଗୁଣ ହେଇଯାଇଛି ଦର। ଏଠି 2 ଗୁଣ ବଢିଛି, ସେଠି 3 ଗୁଣ ବଢିଛି। ଏଣୁ ଏଇ ଦର ବୃଦ୍ଧି ବିରୁଦ୍ଧରେ ସାଙ୍ଗରେ ଆଉ ଅନେକ କଥା ଯୋଡି ହେଇଯାଇଛି। ସେ କଥାଟି ହଉଛି, ଆପଣ ସମସ୍ତେ ଜାଣିଛନ୍ତି ଯେ ଗୋଟେ ସ୍ମାର୍ଟ ମିଟର ଲଗେଇକିରି ସେ ବାବଦରେ ଲୋକଙ୍କୁ ହଇରାଣ କରିବା ପାଇଁ ଗୋଟେ ବ୍ୟବସ୍ଥା କରାଯାଉଛି। ଆମେ ୟାକୁ ସ୍ମାର୍ଟ ମିଟରକୁ ବିରୋଧ କରିଛୁ। ଯଦି ସ୍ମାର୍ଟ ମିଟର ବସେଇବ, ତାର ବିଶ୍ୱାସନୀୟତାକୁ ପରୀକ୍ଷା କରାଯାଇକି ତାପରେ ବସାଯାଉ, ଏ କଥା ମଧ୍ୟ କୁହାଯାଇଛି କଂଗ୍ରେସ ପାର୍ଟି ତରଫରୁ। ଇଲେକ୍ଟ୍ରିସିଟି ଉପରେ ତୃତୀୟ କଥାଟି ହଉଛି ଗୋଟେ ସ୍ପେଶିଆଲ ସିକ୍ୟୁରିଟି ଡିପୋଜିଟ୍। ଆମଠାରୁ 2 ପ୍ରକାରର ଡିପୋଜିଟ୍ ତାରିଫ ତ ନେଉଛନ୍ତି। ତାରିଫ ନେବା ସାଙ୍ଗରେ ଆପଣମାନେ ଲକ୍ଷ୍ୟ କରିବେ ଯେ ବିଲ୍ ଆପଣମାନେ ସମସ୍ତ ଉପଭୋକ୍ତା, ସମସ୍ତଙ୍କ ଘରକୁ ବିଦ୍ୟୁତ ଯାଇଛି। ବିଦ୍ୟୁତ ବିଲ୍ ଟିକେ ଦେଖିବେ, ପଢିବେ, ସେଥିରେ ତାରିଫ ଲେଖାଯାଇଛି। ଆପଣଙ୍କ ଦର ଯାହା 50 ୟୁନିଟ୍ ପର୍ଯ୍ୟନ୍ତ ଏତେ, 100 ମାଗଣା ଛାଡେ, 100 ୟୁନିଟ୍ ପର୍ଯ୍ୟନ୍ତ ଠାରୁ ଉପରକୁ ହେଲେ ଆପଣଙ୍କୁ ପଡିଯାଉଛି 2 ଟଙ୍କା 90 ପଇସା ଲେଖା। ଏକଥା ରଖାଯାଇଛି। ତାପରକୁ 4 ଟଙ୍କା 10 ପଇସା ହଠାତ୍। ଏମିତି କରିକିରି ଯଦି ଆପଣ ଦେଖିବେ 400-500 ୟୁନିଟ୍ ବ୍ୟବହାର କରୁଛନ୍ତି, ତାହେଲେ 400 ରୁ 5 ମାନେ ଏଇ ଅଧିକ ବ୍ୟବହାର କରୁଥିବା ଲୋକମାନେ, ସେମାନେ ସମସ୍ତେ ୟୁନିଟ୍ ପିଛା 6 ଟଙ୍କା 90 ପଇସା ଦଉଛନ୍ତି। ଆପଣ ଯେହେତୁ ଦର ବୃଦ୍ଧି ଘଟିଛି, ଏ ବ୍ୟବସ୍ଥାଟି ହେଇଛି। କେବଳ ଗୋଟେ ସ୍ଲାବ ରଖିକିରି ଲୋକଙ୍କୁ ଠକିବା ପାଇଁ କି ରଖାଯାଇଛି। ତା ସାଙ୍ଗରେ 2ଟା ଆହୁରି ଅଧିକ ପଇସା, ଗୋଟେ ହଉଛି ଫିକ୍ସଡ ଏନର୍ଜି ଚାର୍ଜେସ୍। ଆପଣ ଲକ୍ଷ୍ୟ କରିବେ ବିଲ୍ରେ ଗୋଟେ ଲେଖାଯାଇଛି ଫିକ୍ସଡ ଏନର୍ଜି ଚାର୍ଜେସ୍। ଓଡ଼ିଆରେ ତ ବିଲ୍ ଦିଆଯାଉନାହିଁ। ଏ ଗୋଟେ ଓଡ଼ିଆ ଅସ୍ମିତା ପାଇଁ କି ଆମେ ରାଜ୍ୟ କୋଡେ ଭାରି ଲଢେଇ କରୁଛି, ଏବଂ ଆମର ଯେ ମୁଖ୍ୟମନ୍ତ୍ରୀ ବାରମ୍ବାର ଓଡ଼ିଆ ଅସ୍ମିତା ପାଇଁ ଏହା କରୁଛୁ। ଅଥଚ ଗୋଟେ କମ୍ପାନୀ ପ୍ରତ୍ୟେକ ଗରିବ ଓଡ଼ିଆ ଘରକୁ, ସମସ୍ତ ଘରେ କିଛି ପଢିଥାଇ ପାରନ୍ତି, ଇଂରେଜୀରେ ପଠାଉଛି ବିଲ୍, ଓଡ଼ିଆରେ ଏପର୍ଯ୍ୟନ୍ତ ବିଲ୍ ପଠାଗଲା ନାହିଁ। ବାରମ୍ବାର ଏକଥା ମଧ୍ୟ କହିଛି କଂଗ୍ରେସ ଯେ ଯେତେବେଳେ ତମ ଅସ୍ମିତା କଥା ଆମେ କହୁଛେ, ସେତେବେଳେ ଓଡ଼ିଆ ବିଲ୍, ଓଡ଼ିଆରେ ଲେଖା ବିଲ୍ ସମସ୍ତଙ୍କ ଘରକୁ ଯାଉ, ତାହେଲେ ସମସ୍ତେ ଜାଣିପାରିବେ କଣ ପ୍ରକୃତରେ ସେଥିରେ ଘଟୁଛି, ବ୍ୟବସ୍ଥାଟି କଣ ଅଛି। ତାହେଲେ ଲୋକେ ଜାଣିପାରନ୍ତେ ଯେ ଆମେ କଂଗ୍ରେସ ସରକାର ସମୟରେ 84 ଟଙ୍କା ଦଉଥିଲୁ, ଯୋଉ ସବୁ ବିଲ୍ ବ୍ୟବହାର କରୁଥିଲୁ ଇଲେକ୍ଟ୍ରିସିଟି, ସେଇ ଇଲେକ୍ଟ୍ରିସିଟି ବ୍ୟବହାର କରିକି ବର୍ତ୍ତମାନ 300 ଟଙ୍କା ଦେବାକୁ ପଡୁଛି। ଏକଥା ଲୋକେ ଜାଣିପାରନ୍ତେ, ବା ଆହୁରି ଯଦି ସବୁ ଠିକ ଭାବରେ ପଢିପାରନ୍ତେ। ତା ଦେହରେ ଏନର୍ଜି ଚାର୍ଜେସ୍ ଗୋଟେ ରହିଛି, କିଲୋୱାଟ ପିଛା 20 ଟଙ୍କା। ଭାରତ ବର୍ଷରେ ଅନ୍ୟଠି ଏ ଆଇନଟି ହଉଛି ଫିକ୍ସଡ ଏନର୍ଜି ଚାର୍ଜେସ୍। ସେବା ପାଇଁ କି ଗୋଟେ ଫିକ୍ସଡ ଆମାଉଣ୍ଟ ନବା କଥା, କିନ୍ତୁ କିଲୋୱାଟ ପିଛା 20 ଟଙ୍କା ଲେଖା ନେଇ ଯଦି ମାସକୁ, ଯଦି ଜଣଙ୍କର 4 କିଲୋୱାଟ ବ୍ୟବହାର ହଉଥାଏ, 5 କିଲୋୱାଟ ବ୍ୟବହାର ହଉଥାଏ, 80 ଟଙ୍କା 100 ଟଙ୍କା ନଉଛନ୍ତି। ଆମେ ୟାକୁ ବିରୋଧ କରି ଆସିଛୁ। ୟାକୁ ଫିକ୍ସଡ ଏନର୍ଜି ଚାର୍ଜେସ୍ କଂଗ୍ରେସ ପାର୍ଟି କହିଛି, ଫିକ୍ସଡ ଏନର୍ଜି ଚାର୍ଜେସ୍ ଏପରି ଭାବରେ ଦିଆଯାଉ। ତା ସାଙ୍ଗରେ ଗୋଟେ ସିକ୍ୟୁରିଟି ନିଆଯାଉଛି। ସେ ସିକ୍ୟୁରିଟି ଟଙ୍କା ଡିପୋଜିଟ୍ ରହୁଛି, ଅଥଚ ସେ ଟଙ୍କାର ଯୋଉ ଇଣ୍ଟରେଷ୍ଟ ଦବା କଥା ସବୁ ଯେତେ ଅଛନ୍ତି କନ୍ଜ୍ୟୁମର, ସେ ଏନର୍ଜି ଚାର୍ଜେସ୍ ମିଳୁଛି ଯୋଉ ଟଙ୍କା ଡିପୋଜିଟ୍ର ପଇସା, ସୁଧ ହାର 6.5%ରେ ସେ ପଇସା କାହାକୁ ଦିଆଯାଉ ନାହିଁ। ଆମେ ସେଦିନ ମଧ୍ୟ କଂଗ୍ରେସ ପାର୍ଟି ଅଫିସରେ ଟାଟାର କମ୍ପାନୀ ମାନେ ଆସିଥିଲେ, ତାଙ୍କୁ ଏକଥା ମଧ୍ୟ କହିଥିଲୁ। ସେ କଥା ତଳ ସ୍ତରକୁ ନେବା ପାଇଁ କି ସେ ଆନ୍ଦୋଳନକୁ ଆଜି ଏ ଭୁବନେଶ୍ୱର ମିଟିଂ, କାରଣ କଂଗ୍ରେସ ପାର୍ଟି ଯେତେବେଳେ ନିଷ୍ପତ୍ତି କରିଛି, କେବଳ ପ୍ରେସ୍ ମିଟ୍ରେ ରହିଯିବ ନାହିଁ, କେବଳ ଗୋଟିଏ ଜାଗାରେ ପ୍ରେସ୍ ମିଟ୍ କରିକି ଓଡ଼ିଶାବାସୀଙ୍କୁ ତାକୁ ଖବର ପହଞ୍ଚେଇ ଦବ ନାହିଁ, ତଳ ସ୍ତରକୁ ନବ, ଆନ୍ଦୋଳନ କରିବ। ଏବଂ ଯୋଉଥିପାଇଁ ଆମର ଭୁବନେଶ୍ୱର, ମାନେ ଯେହେତୁ ଭୁବନେଶ୍ୱରରେ ସବୁଠି କାର୍ଯ୍ୟକ୍ରମ ଚାଲୁଛି, ଆଜି ଦିନରେ ଆଜି ଭୁବନେଶ୍ୱରର ବୈଠକ ବସିଛି। ଭୁବନେଶ୍ୱରର ସଭା ତଳ ସ୍ତରକୁ, ବସ୍ତି ବାସିନ୍ଦାଙ୍କ ପାଖ ପର୍ଯ୍ୟନ୍ତ ଆମର କଂଗ୍ରେସ ପାର୍ଟି ନେଇକରି ଏ ବାର୍ତ୍ତା ପହଞ୍ଚେଇବ। ଏବଂ ଏ ସ୍ପେଶିଆଲ ଡିପୋଜିଟ୍ ଫିକ୍ସଡ, ତା ନାଁ ହେଉଛି ସ୍ପେଶିଆଲ ସ୍ୱତନ୍ତ୍ର ଆଡିସନାଲ ଡିପୋଜିଟ୍ ଯୋଉ ମାଗିଛନ୍ତି, ତାକୁ ବନ୍ଦ କରାଯାଉ।
स्मार्ट मीटर लगे जो कह स्मार्ट मीटर बंद करा जाऊ कारण भुवनेश्वर सबू साई बस्ती खबर आसूची जे स्मार्ट मीटर बसैया बड़ दौरात्म चली से समय सरकार आम पैसा को लेकर 2 किलोवाट पर्यंत मागणा कर देछि बसवाई जो देखला भयभीत है सरकार जे सब लोक मातिले से मागणा मीटर बस पैसा काटू दिजाव नहीं 2 किलोवाट पर्यंत बस 2 किलोवाट भुवनेश्वर में 3 किलोवाट वाला अच्छा 4 किलोवाट अच्छा 5 किलोवाट अच्छा कांग्रेस पार्टी दाबी करिछि सबु श्रेणीर उपभोक्ता मीटर जदि बसब से मीटर को कहीं कंपनी ही पैसा दब कारण आर पैसा सरकार जो कहते सरकार से पैसा देवे से भी आम पैसा टैक्स पेयर्स मनी आमरी पैसा को 573 कोटी टंका ये 753 कोटी टंका हिसाब कर 753 कोटी टंका सीधा सड़क आम बजेट रु आम पैसा रू नहीं पार्टी टाटा कंपनी की साहाय्य दौरान आम यहाँ दृढ़ भाव में विरोध करुचु कारण आमरी पैसा आमको देकर बहादुरी देखा ये सरकार बंद करूँ एक दाबी करुचु कारण टाटा कंपनी आपको जोगे दि जाऊ मुझे को पचारुची आपण मैंने आम समस्त जो जाऊँ बजार को परिवा किणवाई जहाँ जिनस किणवाई जाऊँ आम कौन सांगे तरजु देकी जाऊँ तराजु धरिकी जाऊँ ना आम कहूँ जे सी कही दुकानी जे तुम तराजु किणिकी आण बा तुम सरकार तराजु दिंतु अद्भुत कथा राज्य में घटुची आम सी बिक्री कर आम किणु अथच विक्रेता आमको कहूँ आमर तराजु आम घर लगे व्यवस्था से तराजुर पैसा सरकार दौर सरकार एक खराब भाषा कहीपर ना ये सरकार गोटे अत्यंत बेहामी और लज्जाजनक स्थिति सामान्य बुझीपारूना कंपानी की लोकंर पैसा को टेकी दौरान तेणु आम कंडेम करुचु विरोध करुचु एवं ए आंदोलन को आम तल स्तर पर्यंत नब भुवनेश्वर केवल भुवनेश्वर नुहे सारा ओडिशा नब किंतु जेहेतु भुवनेश्वर हूँ कैपिटल सिटी आउपरे आज प्रथम गुरुत्व देइछु आम सबू तल स्तर पर्यंत ए आंदोलन को नियाजिबो एवं लोकंकर स्वार्थ सहित कांग्रेस पार्टी जड़ित रही लड़े सुर करिवो ए होउची आम मानकर आज सांबादिक सम्मेलन उद्देश्य होउची मनरेगा महात्मा गांधी कर्म निश्चित योजना जो 2005 रे लोकसभा रे बिल आगत 2006 मसीह पारित होता से दिन ठारू संविधान रे स्थान पाई कार्यक्रम करा जाई आसुथिला वर्तमान केंद्र रे थिबा बीजेपी सरकार या को बा महात्मा गांधी नाम उठे दे अन्य नाम रखिछन्ति तेणुक सारा भारत वर्ष रे केवल कांग्रेस न बुद्धिजीवी गण समस्त मन को विरोध करा जाउछि पुनर्बार से महात्मा गांधी का नाम नामकरण करा जाऊ आ द्वारा अनेक मौलिक सुविधार हिताधिकारी माने अनेक वंचित होती जहाँकि से केंद्र सरकार 90% दौला राज्य सरकार 10% दौला अनुदान बर्तमान 60% केंद्र दौर 40% राज्य सरकार दौरान एथि अनेक राज्य यहाँ नापसंद कर कथा अच्छी एवं जो बड़ी भाव रे राज्य रे बिजुली तार मन इच्छा टाटा कंपनी को दे राज्य सरकार मन इच्छा कार्यक्रम चलई तार प्रतिवाद रे आम विगत दिन रे बिजुली ऑफिस घेराव करूँ आम मान भी दाबी रोचे अनेक राज्य रे जो भाव उद्योगी मान को जो माने उपभोक्ता माने अच्छी से कौ राज्य में 200 यूनिट तो कौ राज्य में 300 यूनिट पंजाब हो दिल्ली हो अन्य राज्य हो आम राज्य को से बिजुली छाड़ करा जाऊ एवं कृषि उपरे जो भली भाव में आज चाषी राजरास्ता बसची शीत काकर बसची मंडी में धान गदाई मिलर्स शुणु ना तार उपयुक्त प्राप्य पाई पार नहीं
तार विरुद्ध रे ऑल इंडिया कांग्रेस कमिटी एवं राज्य प्रदेश कांग्रेस सभापति निर्देश क्रमे श्रीयुक्त भक्त दास निर्देश क्रमे आज सारा राज्यर प्रत्येक जिले में जिला कांग्रेस तरफ ये कार्यक्रम करा जाउछि, सामूहिक सम्मिलित करा जाउछि। आज मध्य भुवनेश्वर जिले में करा जाउछि। यही कार्यक्रम को यदि सरकार मानि न नियंती आमे आगो को ये आंदोलन आहरी तीव्रतर करूँ। आपण मो पाखे अच्छा आमर पूर्वतन मंत्री बड़ भाई पंचानन कानून महोदय आपण को से उद्बोधन देवे।